ସନ୍ଧ୍ୟା ହେବାକୁ କିଛି ସମୟ ବାକି ଥିଲା। ନଦୀ କୂଳରେ ତାକୁ ଦେଖା କରିବାକୁ ଅପେକ୍ଷା କରିଥିଲି। ଜୁନ୍ ମାସ ଖରାଦିନ ରଜରେ ଘରକୁ ଗଲାବେଳେ ସେଇ ରାସ୍ତା ଦେଇ ଯିବାକୁ ଇଚ୍ଛା ହେଲା। ଆଉ ସେଇ ନଦୀ କୂଳକୁ ତାକୁ ଆସିବାକୁ କହିଲି। ଜାଣିଥିଲି ସେ ଆସିବନି, ତଥାପି ଅପେକ୍ଷା କଲି। ଭାବିଲି ମୋତେ ସେ ଯେତିକି ଭଲ ପାଏ ନିଶ୍ଚିତ ଆସିବ। ସନ୍ଧ୍ୟା ହୋଇଯାଇଥିଲା। ନଦୀ କୂଳରେ କୁମ୍ଭୀରଙ୍କର ଭୟ ବି ଥିଲା। ଅନେକ ସମୟ ବିତି ଯାଇଥିଲା। ବସି ବସି ତାରି କଥା ଭାବୁଥିଲି। ତା ସହିତ ବିତେଇଥିବା ସେ ସ୍ମୃତି ସବୁ ମନେ ପକାଉଥିଲି। ଆଉ ମୋବାଇଲର ଗ୍ୟାଲେରୀ ଭିତରେ ତା ଫଟୋ ସବୁ ଦେଖି ଦେଖି ସମୟ କାଟୁଥିଲା ବେଳେ ହଠାତ୍ ଏମିତି କିଛି ଘଟିଥିଲା ଯାହା ମୁଁ କେବେ ସ୍ୱପ୍ନରେ ଭାବିନଥିଲି। କ'ଣ ଘଟିଥିଲା ମୋ ସହିତ? ଦେଖା କରିବାକୁ ଆସିବାକୁ ଥିବା ମଣିଷ ସହିତ ମୋର କ'ଣ ସମ୍ପର୍କ ଥିଲା? ସେ କ'ଣ ଆସିଲା ନା ମୋତେ ନିରାଶ ହେଇ ଫେରିବାକୁ ପଡ଼ିଲା? ଏସବୁ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଏମିତି ଏକ ନିଆରା କାହାଣୀ ଯାହାକୁ ଶୁଣିଲେ ଆପଣ କହିବେ ମୋ ସହିତ ଯାହା ଘଟିଛି ତାହା ଠିକ୍ ନା ଭୁଲ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜିର କାହାଣୀ ଟିକିଏ ନିଆରା। ଭିନ୍ନ ଏକ ସମ୍ପର୍କର ଭିନ୍ନ ଏକ କାହାଣୀ। ଦିନ ଥିଲା ସେ ମୋ ପାଇଁ ଆଉ ମୁଁ ତା ପାଇଁ ସବୁକିଛି ଥିଲି। କେଜାଣି କାହିଁକି ଆମେ ଦୁଇ ଜଣଙ୍କ ସମ୍ପର୍କ ଟିକେ ଘନିଷ୍ଠ ହୋଇଯାଇଥିଲା। ସେ ଘନିଷ୍ଠ ହେବାର କାରଣ ବି ଅନେକ ଥିଲା। ଦିନେ ଯେଉଁମାନଙ୍କ ପାଇଁ ଆମ ସମ୍ପର୍କ ଘନିଷ୍ଠ ହୋଇଥିଲା ଶେଷରେ ସେଇମାନଙ୍କ ଈର୍ଷା ଆଉ ସନ୍ଦେହର ଶିକାର ହୋଇଥିଲୁ। କିନ୍ତୁ ଆମ ଭିତରେ ସେମିତି କିଛି ଖରାପ ସମ୍ପର୍କ ନଥିଲା। ସବୁ ସୀମା ପାର ହୋଇଗଲା ପରେ ସେ ସବୁଦିନ ପାଇଁ ମୋତେ ଛାଡ଼ିକି ଯିବାକୁ ନିଷ୍ପତ୍ତି ନେଲା। ଆଉ ଛାଡ଼ିକି ବି ଚାଲି ଯାଇଥିଲା। ସବୁ ସମ୍ପର୍କ ଛିଣ୍ଡେଇ ଯେତେବେଳେ ସେ ମୋତେ ଛାଡ଼ି ଚାଲିଗଲା ମୋ କଲିଜାଟା ଯେମିତି କିଏ କାଢ଼ି ନେଇଗଲା ଭଳିଆ ଲାଗୁଥିଲା। ମୁଁ ଅନୁଭବ କରିଛି ତାକୁ ବି ଠିକ୍ ସେମିତି ଲାଗୁଥିଲା। କିନ୍ତୁ କିଛି ପରିସ୍ଥିତି ପାଇଁ ସେ ଅଲଗା ହେବାକୁ ବାଧ୍ୟ ଥିଲା। ଆଉ ସବୁଠୁ ବଡ଼ କଥା କ'ଣ ଥିଲା ଜାଣିଛନ୍ତି? ମୋର ଇଜ୍ଜତ। ମୋ ଉପରେ କିଏ ମିଛରେ ଆଙ୍ଗୁଳି ନ ଉଠାଉ ଏଇଟା ତା'ର ମୂଳ ଉଦ୍ଦେଶ୍ୟ ଥିଲା। ସେ ନିଜ ପାଇଁ ଯେତିକି ଚିନ୍ତାରେ ନଥିଲା ମୋ ପାଇଁ ଅଧିକ ଚିନ୍ତାରେ ଥିଲା। କଥାବାର୍ତ୍ତା ସବୁକିଛି ବନ୍ଦ କରିଦେଇଥିଲା। ମୁଁ ଜାଣିଥିଲି ମୋତେ ଦୂରେଇ ଦେଇ ତାକୁ ବହୁତ କଷ୍ଟ ହେଉଥିଲେ ବି ସେ ସବୁ କଷ୍ଟକୁ କେବଳ ମୋ ପାଇଁ ସହିଯାଉଥିଲା। ଶେଷରେ ଆମ ସମ୍ପର୍କକୁ ଭାଙ୍ଗି ଆମକୁ ଦୂରେଇ ଦେଇଥିବାରୁ ସମସ୍ତେ ନିଜ ନିଜ ଯୋଜନାର ସଫଳ ହୋଇଯାଇଥିଲେ ବୋଲି ଭାବିଥିଲେ। ଧୀରେ ଧୀରେ ସେ ସବୁଥିରୁ ମୋତେ ବ୍ଲକ୍ କରିବା ଆରମ୍ଭ କରିଦେଇଥିଲା। ତାର ସବୁଥିରୁ ବ୍ଲକ୍ କରିବା ଦେଖି ମୁଁ ନିଜକୁ ସମ୍ଭାଳି ପାରୁନଥିଲି। କେମିତି ସମ୍ଭାଳିଥାନ୍ତି? ଦିନେ ଯେଉଁ ମୋବାଇଲରେ ତାକୁ ହଇରାଣ କରୁଥିବା ଲୋକଙ୍କୁ ମୁଁ ବ୍ଲକ୍ କରୁଥିଲି ସେଇ ମୋବାଇଲରେ ମୋ ନମ୍ବରଟା ବ୍ଲକ୍ ଲିଷ୍ଟରେ ପ୍ରଥମେ ପଡ଼ିଯାଇଥିଲା। ଇନଷ୍ଟାରେ ଗୋଟିଏ ପରେ ଗୋଟିଏ ଫେକ୍ ଆକାଉଣ୍ଟ ଖୋଲି ତାକୁ ଖାଲି ଦେଖୁଥିଲି। କାହିଁକିନା ଯେତେ ଆକାଉଣ୍ଟ ଖୋଲି ତାକୁ ମେସେଜ କରୁଥିଲି ସେ ସବୁଗୁଡ଼ାକୁ ବ୍ଲକ୍ କରିଦେଉଥିଲା। ଭାବିପାରୁଥିବେ ତା ଉପରେ କେତେ ପ୍ରେସର ଥିଲା। ରଜରେ ଗାଁକୁ ଏକୁଟିଆ ଗଲାବେଳେ ତାଙ୍କରି ରାସ୍ତା ପଟେ ଗଲି। ଭାବିଲି ତାକୁ ମେସେଜ କରିବି ଆସିବାକୁ। ବୋଧହୁଏ ସେ ଆସିପାରେ। ଗୋଟେ ନୂଆ ଫେକ୍ ଆକାଉଣ୍ଟ ଖୋଲି ତାକୁ ମେସେଜ କଲି। ଆସିବାକୁ କହିଲି। ସେ କିଛି ଉତ୍ତର ନଦେଲେ ବି ବ୍ଲକ୍ କରିନଥିଲା। ସେ ଏଇ ଆକାଉଣ୍ଟଟାକୁ ବ୍ଲକ୍ କରୁନି ମାନେ ସେ ନିଶ୍ଚୟ ଆସିବ। ତାକୁ ଦେଇଥିବା ସମୟରେ ମୁଁ ସେଇ ନଦୀ କୂଳରେ ପହଞ୍ଚି ଯାଇଥିଲି। ଅନେକ ସମୟ ଅପେକ୍ଷା କଲି। ତାକୁ ବାରମ୍ବାର ସେଇ ଫେକ୍ ଆଇଡିରୁ ଫଟୋ ପଠାଇ ଜଣେଇଲି ମୁଁ ତୋତେ ସେଇ ଜାଗାରେ ଅପେକ୍ଷା କରିଛି। ତୋତେ ଖାଲି ଟିକେ ଦେଖିକି ପଳେଇ ଯିବି। ସନ୍ଧ୍ୟା ଯାଇ ରାତି ହେଲା। କୁମ୍ଭୀରଙ୍କ ଭୟ ଥିଲା। ତଥାପି ନଦୀ କୂଳରେ ଗୋଟେ ପଥର ଉପରେ ବସିଥିଲି। ଗାଡ଼ି ସେମିତି ରାସ୍ତା ଉପରେ ସାଇଡ଼୍ କରିଦେଇଥିଲି। ସେପଟୁ ଜଣେ ଆସି ପଚାରିଲା, ଆଜ୍ଞା ସେଠି କ'ଣ କରୁଛନ୍ତି? ଅନ୍ଧାର ହୋଇଗଲାଣି, ପଳେଇ ଆସନ୍ତୁ। କୁମ୍ଭୀର ଆସିବା ସମୟ ହୋଇଗଲାଣି। କିନ୍ତୁ ମୋତେ ଫରକ ପଡ଼ୁନଥିଲା। ଭାବୁଥିଲି ଗୋଟେ କୁମ୍ଭୀର ଆସି ମୋତେ ନେଇଯାଆନ୍ତା କି? ଏତେ କଷ୍ଟ ଆଉ ସହି ହେବନି। ଶେଷରେ ମେସେଜ ଲେଖିଲି। ଏବେ ବି ଅପେକ୍ଷା କରିଛି। ହେଲେ ତାର କିଛି ଉତ୍ତର ଆସିନଥିଲା। ଆଉ ଶେଷରେ ସେଇ ଆକାଉଣ୍ଟଟାକୁ ବି ବ୍ଲକ୍ କରିଦେଇଥିଲା। ରାତି 9ଟା ପାଖାପାଖି ହୋଇଯାଇଥିଲା। ଆଉ ସେଇ ରାସ୍ତାଟା ବି ସୁନସାନ ହୋଇଯାଇଥିଲା। ଶେଷରେ ଆଖିର ଲୁହକୁ ଓଠରେ ପିଇ ସେଇ ଜାଗାରୁ ପଳେଇ ଆସିଥିଲି। ଆଉ ସେବେଠୁ ନା ତାକୁ ମେସେଜ କରିଛି ନା କେବେ କଲ୍ କରିବାକୁ ଚେଷ୍ଟା କରିଛି। ଲାଭ କ'ଣ? ଯଦି ସେ ଜାଣୁଛି ସେଇଟା ମୋର ଆଉ ମୋତେ ବ୍ଲକ୍ କରିଦେଉଛି ତାହେଲେ ମେସେଜ କି କଲ୍ କରି ଲାଭ କ'ଣ ହେବ? କିନ୍ତୁ ମୁଁ ଜାଣିଛି ଆଜି ବି ସେ ମୋତେ ସେତିକି ଭଲ ପାଉଛି ସେଦିନ ଠିକ୍ ଯେତିକି ଭଲ ପାଉଥିଲା। ଆଜି ସେ ମୋତେ ସେତିକି ମାନୁଛି ସେଦିନ ଯେତିକି ମାନୁଥିଲା। ଆଉ ସେ ବୋଧେ ଜାଣିପାରୁନଥିଲା ସେ ମୋତେ ଯେତେ ବ୍ଲକ୍ ଆଉ ଇଗ୍ନୋର କରୁଥିଲା ମୁଁ ତାକୁ ଭୁଲିବା ବଦଳରେ ତାକୁ ବେଶୀ ବେଶୀ ମନେ ପକାଉଥିଲି। ଆଉ ସେ ମୋତେ ସେତିକି ମନେ ପକାଉଥିଲା ବୋଲି ମୁଁ ତାକୁ ଭୁଲି ପାରୁନଥିଲି। ଏବେ ସେ କେମିତି ଅଛି, କେଉଁଠି ଅଛି, କ'ଣ କରୁଛି କିଛି ଜଣା ନାହିଁ କି ଜାଣିବାକୁ ଚେଷ୍ଟା ବି କରୁନି। କାରଣ ସେ ମୋତେ ଖୁସିରେ ରଖିବାକୁ ଯାଇ ନିଜ ଲୁହକୁ ପିଇ ପିଇ ମଜବୁତ ହେବାକୁ ଚେଷ୍ଟା କରୁଛି। ମୁଁ କେମିତି ତାକୁ ପୁଣି କଷ୍ଟ ଦେଇପାରିବି? କଷ୍ଟ ତ ତାକୁ ହେଉଛି ମୁଁ ଜାଣିପାରୁଛି। ହେଲେ ସେ ଯେମିତି ଲାଚାର ଅଛି
ମୁଁ ବି ସେମିତି ଅସହାୟ ପରି ତାକୁ ଅପେକ୍ଷା କରିଛି। କେବେ ଥରେ ଫୋନ୍ କରିବ ଆଉ ପଚାରିବ, ଭାଇ କେମିତି ଅଛ? କେବେ ପୁଣି ଦେଖା ହେବ ତା ହସ ହସ ମୁହଁରେ ମୋ ପାଦ ଛୁଇଁ ଜୁଆର ହେଲା ବେଳେ ତାକୁ ଆଶୀର୍ବାଦ ନାଁରେ ଚିଡ଼େଇବାକୁ ଭଲ ଲାଗିବ। କେବେ ଥରେ ସାମ୍ନାକୁ ଆସି କହିବ, ଭାଇ ତମେ ସେ କମ୍ପ୍ୟୁଟର ପାଖରୁ ଉଠ, ମୁଁ କାମ କରିଦେଉଛି। ଜାଣିଛି ଏଗୁଡ଼ା ସବୁ ସ୍ୱପ୍ନ, ହେଲେ ତଥାପି ବିଶ୍ୱାସ ଅଛି ଦିନେ ନା ଦିନେ ଭଗବାନ ସବୁ ଠିକ୍ କରିଦେବେ ବୋଲି। ଦର୍ଶକ ବନ୍ଧୁ, ଏ କାହାଣୀରେ ଥିବା ଚରିତ୍ର ହେଉଛନ୍ତି ଜଣେ ଦୂର ସମ୍ପର୍କୀୟ ଭାଇ ଭଉଣୀର ସମ୍ପର୍କ। କିନ୍ତୁ ସମୟ ଅନୁସାରେ ସେ ଭାଇ ଭଉଣୀର ସମ୍ପର୍କ ନିଜଠୁ ଅଧିକା ହୋଇଯାଇଥିଲା। ହେଲେ କିଛି ନିଜ ଲୋକ ସହିପାରିନଥିଲେ। ଆଉ ଏମିତି ପବିତ୍ର ସମ୍ପର୍କକୁ ନେଇ ଏମିତି କିଛି କାମ କଲେ ସବୁଦିନ ପାଇଁ ସେ ଭଉଣୀଟା ନିଜ ଭାଇର ଇଜ୍ଜତ ପାଇଁ ଦୂରେଇ ଦେଇ ସବୁ ସମ୍ପର୍କ କାଟି ଦେଇଥିଲା। ତଥାପି ଆଜି ବି ତା ଭାଇ ଅପେକ୍ଷା କରିଛି ଦିନେ ନା ଦିନେ ସେ ପୁଣି ଥରେ ଭାଇକୁ ଖୋଜିବ। କାହିଁକିନା ଇଏ ହେଉଛି ଭାଇ ଭଉଣୀର ଗୋଟେ ନିଃସ୍ୱାର୍ଥପର ସମ୍ପର୍କ, ଯେଉଁଠି ନା କିଛି ପାଇବାର ଆଶା ଅଛି ନା କିଛି ହରେଇବାର ଡର ଅଛି। କେବଳ ଗୋଟିଏ ଡୋରିରେ ବନ୍ଧା ସ୍ନେହ ଆଉ ମମତାର ଅମୂଲ୍ୟ ସମ୍ପର୍କ। ଏକଥାକୁ ସେଇମାନେ ଠିକ୍ରେ ବୁଝିପାରିବେ ଯିଏ ଭାଇ ଭଉଣୀର ମୂଲ୍ୟ ଠିକ୍ରେ ବୁଝିଥିବେ। କ'ଣ ଠିକ୍ କହିଲି ନା? ଆପଣ କ'ଣ ଭାବୁଛନ୍ତି? ସେଇ ଭାଇକୁ ତା ଭଉଣୀ ଦିନେ ନା ଦିନେ କଲ୍ କରିବ, ଦେଖା କରିବ, ଆଉ ଆଗ ଭଳି ସବୁ କିଛି ଠିକ୍ ହେଇଯିବ? ନା ସବୁଦିନ ପାଇଁ ସେ ଭଉଣୀଟା ସବୁ ସ୍ନେହ ମମତାକୁ ଭୁଲି ଭାଇ ପାଖରୁ ଏମିତି ଦୂରେଇ ରହିବ? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଭଦ୍ରକରୁ ଆମର ଜଣେ ନିୟମିତ ଦର୍ଶକ ଦୀପକକୁ ଅଶେଷ ଅଶେଷ ଧନ୍ୟବାଦ। ହଁ ଆଜ୍ଞା, ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ। ସବୁଦିନ ରାତି 9ଟାରେ ଦେଖିବାକୁ ଜମା ହିଁ ଭୁଲିବେନି। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।